କରିଦଉଛି, କିଛି କଷ୍ଟ ହେବ ନାହିଁ। ତମେ ଖାଲି ହାଣ୍ଡିଟା ବସାଇ ଓହ୍ଲାଇବା କଥା। ତେଣୁ କହୁଛି ମୁଁ ବାଟି କୁଟି କାଟି ବଟି ଦେବି, ତମ ପାଖରେ ଥୋଇଦେବି, ହାଣ୍ଡିଟା ଖାଲି ବସିକି ଓହ୍ଲେଇବ। ହାତ ତାଙ୍କୁ ରୋଷେଇ ଜଣା ନାହିଁ, ସେଥିପାଇଁ ଉପାସ। ଅଧୀର ହୋଇ ପଚାରିଲି ସେଇଠୁ କଣ ହେଲା? ମତେ ପଚାରୁଛି, ଆଜି ଅଥୟ ହେଇକି ଅସ୍ଥିର ହେଇକି ପଚାରୁଛି ତାପରେ କଣ ହେଲା? ତ ହାତରେ ତ ରୋଷେଇ କଲେ, ହେଲେ ବଡ ଲୋକ ଘର ପୁଅ, ଘରେ ହାଣ୍ଡି କେମିତି ତ ନ ଦେଖି ନଥିବେ, ତାଙ୍କୁ କି ରୋଷେଇ ଆସିବ ସାନ୍ତାଣୀ? ଅପାଳ କଥା, କାଲି ରାତିରେ ହାଣ୍ଡି ଓହ୍ଲାଉ ଓହ୍ଲାଉ ତତଲା ପେଜ ପଡି ହାତ ଗୋଟାକ ବାବୁଙ୍କର ପୋଡିଗଲା। ଗରମ ପେଜ ପଡିକି ଭାତର ଯୋଉ ପେଜଟି, ତା ହାତଟି ପୋଡି ଯାଇଛି, ତା ନାଥ ନନାର ହାତଟି ପୋଡିଛି। ତ ମନେ ମନେ ଶୀତେଇ ଉଠୁଛି, ପଚାରିଲି ତାପରେ ମନେ ମନେ ଶୀତେଇ ଉଠୁଛି ମାନେ ରୁମ ଟାଙ୍କୁରି ଉଠିଲା। ଏତେ କଷ୍ଟ ପାଇଛନ୍ତି ସେ ପଛେ। ତାପରେ କାଲି ସକାଳେ କ୍ଲାସରେ ଅଛି କଣ? ତ କହିଲେ ହାତରେ ତ ରୋଷେଇ କଲେ, ହେଲେ ବଡ ଲୋକ ଘର ପୁଅ, ଘରେ ହାଣ୍ଡି କେମିତି ତ ଦେଖିନଥିବେ, ତା ଗଲା ସେ ହାତ ପୋଡିଦେଲେ ପୁଣି। କାଲି ସକାଳେ ସେଥିପାଇଁ ରୋଷେଇ ବନ୍ଦ। କୋଉଠି ଗୋଟେ ହୋଟେଲ କି ଫୋଟେଲ ଯାଇ କଣ ଚୁଲି ପାଉଁଶ ଖାଇଲେ ସେ ଜାଣ। ରୋଷେଇ ସେ ହାତ ପୋଡି ଯାଇଛି ଯେ ରୋଷେଇ ବନ୍ଦ। ଯାଇକି ଚୁଲି ଯୋଉ କଣ ଖାଇଲେ ଯେ ଚୁଲି ପାଉଁଶ ଅର୍ଥାତ୍ ହୋଟେଲରେ ଯାଇ କଣ ଖାଇଛନ୍ତି ଆଉ, ଧର ସେଇଟା କଞ୍ଚା ମଞ୍ଚା ଯାହା ଖାଇଛନ୍ତି ସେ ଜାଣିଥିବ। ପଟକୁଟାରେ ଫେରେ ଯେମିତି ଠାକୁରାଣୀ ନାଗିଛନ୍ତି ମୋ ଗୋ ସାନ୍ତାଣୀ, ସବୁବେଳେ ଡର ମାଡୁଛି କୋଉଠିକି ଯାଉଛନ୍ତି ଖାଇବାକୁ, ଭଲ ଥାଏ କି ମନ୍ଦ। କଟକଟାରେ ମାନେ କଟକଟାରେ, କଟକରେ ରହୁଛନ୍ତି ସେମାନେ, ତାଙ୍କ ଭାଷା ସେ କହୁଛନ୍ତି କଟକଟାରେ ଫେରେ ଯେମିତି ଠାକୁରାଣୀ ନାଗିଛନ୍ତି, ଅର୍ଥାତ୍ ସେଠି ମଧ୍ୟ ହଇଜା ହେଲାନି। ହଇଜାକୁ ସେତେବେଳେ ଲୋକମାନେ ଠାକୁରାଣୀ ଲାଗିଛନ୍ତି ହେଲେ ସେଇଟା ହେଲା ଠାକୁରାଣୀ। ଜାଣିନଥିଲେ କି ଏଇଟା ଗୋଟେ ସଂକ୍ରମଣ ରୋଗ, ଜଣ ପରେ ଜଣକୁ ଡେଉଛି ନା, ନିଆଁ ରୋଗ ବୋଲି ଜାଣିନଥିଲେ। ଖାଇବା ପିଇବା ଅପରିଷ୍କାର ହେଲେ ରୋଗଟି ହୁଏ ବୋଲି ଜାଣିନଥିଲେ। ଝାଡା ବାନ୍ତି ଯୋଉଟା ହଇଜା ସେଇଟା, ତେଣୁ ସେ ସେଟାକୁ ଠାକୁରାଣୀ ଆସିଛନ୍ତି ବୋଲି କହୁଥିଲେ। ଏବଂ ସେଇ ଝାଡା ବାନ୍ତିରେ ଗାଁର ଅଧା ଲୋକ ପୁରା ସଫା ହେଇଯାଉଥିଲେ। ସେ ଭାବୁଥିଲେ ଠାକୁରାଣୀ ମଧ୍ୟ ରାଗିକି କୋପ କରିକି ନେଇଯାଉଛନ୍ତି। ଇଏ ସେଇଆକୁ ଠାକୁରାଣୀ ଲାଗିଛନ୍ତି ସାଙ୍ଗରେ, ସବୁବେଳେ ଡର ମାଡୁଛି କୋଉଠିକି ଯାଉଛନ୍ତି, କଣ ଖାଉଛନ୍ତି, କେମିତିଆ ଖାଦ୍ୟ ଖାଉଛନ୍ତି, ପରିଷ୍କାର କି ଅପରିଷ୍କାର ତାହା ମଧ୍ୟ ଜଣା ନାହିଁ। ଆଉ ଶୁଣି ପାରିଲି ନାହିଁ, ମନେ ହେଲା ମୋରି ଲାଗି ଆଉ କାହା ପାଇଁ ନୁହେଁ। ଏତେ ଦୁଃଖ ଏତେ କଷ୍ଟ ହିଁ ପାଇଲେଣି, ଖାଲି ମତେ ଟିକେ କଷ୍ଟ ହେବ ବୋଲି। ଛାତି ଭିତରେ ପ୍ରତି ରକ୍ତ କଣିକା ମୋର ସ୍ପନ୍ଦିତ ହୋଇ ଉଠିଲା ସାର୍ଥକତାର ଆନନ୍ଦରେ। ତାଙ୍କ କଷ୍ଟ ଲାଗି ମୋର ଦୁଃଖ ସେତେବେଳେ ମତେ ସୁଖ ଦେଲା। ତେବେ ତାଙ୍କର କଷ୍ଟ ହଉଥିବା ଦୁଃଖ ତାକୁ ସୁଖ ଦେଲା କାହିଁକି? ନା ମୋ ପାଇଁ ସେ ମତେ ଏତେ ଭଲ ପାଉଛନ୍ତି ଯେ ମୋ ପାଇଁ ସେ ଏତେ କଷ୍ଟ ଯନ୍ତ୍ରଣା ମଧ୍ୟ ସହି ପାରୁଛନ୍ତି। ପୁଣି କହୁଛି ମୁହୂର୍ତ୍ତକେ ପୁଣି ଶଙ୍କିତ ହୋଇ ପଚାରିଲି, ଆଜି କଣ ଫେର ସେଇ ହୋଟେଲକୁ ଯାଉଛନ୍ତି ନା କଣ ଖାଇବାକୁ? ତେବେ ପୁଣି ପଚାରୁଛି, ଆଜି କଣ ପୁଣି ହୋଟେଲ ଯାଉଛନ୍ତି? ତାଦେବେ କହିଲା ହଁ, ତା ନହେଲେ ତମକୁ ଛାଡି କୁଆଡେ ବାହାରନ୍ତେ ସେ? ଆଗ ପୁରୁଛି ନେଉଟି କହିଲେ। ଆଗ ପୁରୁଷ ହେଲା ପୃଥିବୀ ଓଲଟି ପଡେ, ଯୋଉ କୁହନ୍ତିନି ପୃଥିବୀ ଓଲଟି ପଡିବ ବରଂ ସେ ଏଇ କାମଟା କରିବ ନାହିଁ। ଅର୍ଥାତ୍ ସେ କହୁଛି ତମକୁ ଛାଡି ସେ ଖାଇବା ଛଡା କୁଆଡେ ଯାଆନ୍ତି ନାହିଁ। ଆଉ ଘଣ୍ଟାକେ ସେ ଫେରିଲେ। ସବୁଦିନ ପରି ସିଧା ସିଧା ମୋ ଘରକୁ ଆସି ଖଟ ପାଖରେ ଠିଆ ହେଲେ। ମୋ କପାଳ ଉପରେ ହାତ ରଖି ଡାକିଲେ ସତୀ। ସବୁଦିନ ଭଳି ସେଦିନ ମଧ୍ୟ ସେ ଫେରିଛନ୍ତି। ଖାଇକି ଆସିକି କପାଳରେ କହୁଛନ୍ତି, ମୁଣ୍ଡରେ ହାତ ରଖି କହୁଛନ୍ତି ସତୀ। ଧଡପଡ ହେଇ ଉଠି ବସି କହିଲେ, ତମ ହାତ ଦେଖେ ଆଗ, ହାତ ପୋଡି ଯାଇଛି ଶୁଣିଛି। ତାକୁ ଦେଖେ। ସେ ଭୁଲେଇ ଦେବାକୁ ଯାଉଥିଲି, ମୁଁ ଜୋର କରି ତାଙ୍କ ବାଁ ହାତଟା ଟାଣି ଆଣି ଦେଖିଲି। ଦେଖି ଉଲୁସି ଉଠିଲା ଦେହ। କାକୁଲି ଗୋଟାକ ଫୋଟକାମୟ, ସେଥିରୁ କେତେଟା ଘା ହୋଇଗଲାଣି। କହିଲି ଦେଖୁଛ ନା କଣ ହେଲାଣି ହାତ ଗୋଟାକ। ତ ତାର ବାମ ହାତଟିକୁ ଟାଣି ଆଣିକି ଦେଖିଲି, ମାନେ ମନରେ ଗୋଟେ ପ୍ରକାର ସିଂହରଣ ଜାଗୃତ ହେଇଗଲା। ଏମିତି ଗୋଟେ ପୋଡିଯାଇଛି ଯୋଉ ଥଣ୍ଡା ପଶିଗଲା ମନରେ, ଛାନିଆ ଭାବ ପ୍ରକଟ ହେଲା। ଦେଖିଲା ବେଳକୁ କିଛିଟା ଫୋଟକା ଅଛି ଏବଂ କିଛିଟା ଘା ହେଇଗଲାଣି। ତେଣୁ କହୁଛି ଏଗୁଡା ଏମିତି ହେଲାଣି। ତ ପିଲାଙ୍କ ପରି ମୋ ଆଡକୁ ଜୁଳୁ ଜୁଳୁ କରି ଚାହିଁ ସେ କହିଲେ, ପୋଡିଗଲା ମୁଁ କଣ କରିବି? ଏ ଯେ ପଡିଗଲା ପଡିଗଲା ମୁଁ କଣ କରିବି ଆଉ? ତେବେ ଗରମ ପାଣିରେ ହାତ ଧୋଇ ଦେଇ ନଡିଆ ତେଲ ପଟି ବାନ୍ଧିଦେଲି। ତ ଏଇ କଣ କଲା, ଗରମ ପାଣିରେ ଟିକେ ଧୋଇ ଦେଇକି ନଡିଆ ତେଲ ଲଗେଇକିନା ପଟି ବାନ୍ଧି ଦେଇଛି। ଶାନ୍ତ ପିଲାଟି ପରି ସେ ହାତ ଦେଖେଇଛନ୍ତି। ପଚାରିଲେ ଏଠି ବସନ୍ତ ହେଇଛି ପରା? ବସନ୍ତ ଯୋଉ ଠାକୁରାଣୀ ଲାଗିଛି, ବସନ୍ତ ଯୋଉ ହଇଜା ବସନ୍ତ ସେଇ ରୋଗ ହଉଛି। ବସନ୍ତକୁ ଠାକୁରାଣୀ କୁହନ୍ତି କାହିଁକି ନା, କୋଉଟା କହିଲ ତମର ଯୋଉ ଫୁଟୁକା ହେଇଯାଏନି ସ୍ମଲ ପକ୍ସ, ଗୋଟେ ଚିକେନ ପକ୍ସ ତମର ଆଉ ଗୋଟେ ସ୍ମଲ ପକ୍ସ। ହାଡଫୁଟି ବସନ୍ତ, ହାଡଫୁଟି ତ ଏବେ ବି ଅଛି, ବସନ୍ତ ରୋଗ ପୁରା ବନ୍ଦ ହେଇଗଲା। ଆଉ ସେଟା ଆଗରୁ ବହୁତ ସାରା ଚାଲିଥିଲା ରୋଗମାନେ, ଭାରି ଭୟଙ୍କର ରୋଗଟି। ଦେହ ସାରା ଫୁଟୁକା ଭଳି ଘା ହେଇଯାଏ, ହାଡ ଭିତରୁ ବାହାରେ ସ୍ନାୟୁ ଗୁଡିକ ଦୁର୍ବଳ ହେଇଯାଏ। ବହୁତ ଲୋକ ମଧ୍ୟ ମରିଯାଆନ୍ତି। ତେଣୁ ସେ କହୁଛି ବସନ୍ତ ଚାରିଆଡେ ଲାଗିଛି। ହୋଟେଲରେ ଖାଇବାକୁ ତମକୁ କିଏ
ସେ କହିଲେ ଶୁଣେ ହୋଟେଲରେ ଖାଉଛ ପୁଣି ରୋଗ ହବ। ତେଣୁ ସେ ଚୁପ ହୋଇ ରହିଲେ। ସତେ ଯେପରି ମଣିଷ ମାରି ମତେ ଲୁଚେଇଛନ୍ତି। ଏତେ ଭୟ କହିଲି ଫେର ଯେବେ ଆଜିଠୁ ହୋଟେଲ ଫୋଟେଲ ଦୁଆର ମାଡିବ ଏଆଡେ ମୋ ମୁଣ୍ଡ ବାଡେଇ ମରିବି ଯେ। ତେବେ ତମେ ଯଦି ହୋଟେଲ ଯାଇଥିବ ତାହେଲେ ମୁଁ ଏପଟେ ମୁଣ୍ଡ ବାଡେଇ ମରିବି। ଘରେ ଆଉ ବସି କାନ୍ଦିବି କଣ, ସବୁ ଦୁଃଖ ଯାକ ଜୋର କରି ମନରୁ ତଡ଼ି ଦେଇ ପୁଣି କାମ ଦାମରେ ମନ ଲଗାଇଲି। ତା ନହେଲେ ଏଇ ଯେମିତି ଲୋକ ଫେର କୋଉଦିନ ଦିହ ମୁଣ୍ଡ କଣ କରି ବସିବେ କିଏ ଜାଣେ। ଏଇ କେତେ ଦିନ ମନରେ ତାଙ୍କର କାହିଁକି ଜମା। ସକାଳୁ କୁଆଡେ ପୁଣି ଯାଆନ୍ତି ଯେ ଦି ପହରକୁ ଫେରନ୍ତି। ଗଣ୍ଡାଏ ଖାଇଦେଇ ପୁଣି ଚାଲିଯାଆନ୍ତି। ଦିନେ ପଚାରିଲି କଣ ପୂଜାରୀ ଖୋଜୁଛ ନା କଣ? କିଛି ଦିନ ହେଲା ଲକ୍ଷ୍ୟ କରିଛି ତା ମନରେ ଖାଲି ଦୁଃଖ ବିଷାଦ ଭାବନା ମୁହଁରେ ଖେଳି ଯାଇଛି। ଦୁଃଖ ଅଛି ଖୁସି ନାହିଁ। ଖାଇଦିଏ ଚାଲିଯାଏ ବାହାରକୁ ପୁଣି ଆସେ ଖାଇଦେଇ ଚାଲିଯାଏ। ତ ପଚାରିଲେ ଦିନେ ପଚାରିଲେ ସତେ ସାହସ କରି କଣ ପୂଜାରୀ ଖୋଜିବାକୁ ଯାଉଛ ନା କଣ? କହିଲେ ନାଇଁ ଆଉ ଗୋଟେ କାମ। ଆଉ ଗୋଟେ କାମ ଅଛି ପୂଜାରୀ ଖୋଜା ନୁହେଁ। ତେଣୁ କଣ କାମ? ମାଘ ମାସ କିନ୍ତୁ ଜାଡର ଦାଉ କମି ନଥିଲା ଏତେ ଦିନ ଯାଏ। ମାଘ ମାସ ଶୀତ, ଶୀତ ବହୁତ, ଜାଡ ହେଲା ଶୀତର ଦାଉ, ଶୀତ କମି ନଥିଲା ଏତେ ଦିନ ଯାଏ। ଖରାବେଳେ ସୁଦ୍ଧା ଘର ଭିତରେ ଦିହ ଥରି ଉଠୁଥାଏ ଶୀତରେ। କୋଠା ଛାତ ଉପରୁ ଶୀତ ଦିନରେ କଅଁଳ ଖରା ବସନ୍ତ ରଜରୀ ପାଗ ପରି ସେଦିନ ଲମ୍ବି ପଡିଥାଏ ପିଣ୍ଡ ଦାଢ ଯାଏ। ଖରାରେ ଗୋଟାଏ ସପ ପାରି ବସି ଗୁଆ ଭାଙ୍ଗୁଆଙ୍କୁ ଦେଖିଲି ସେ ବାହାରକୁ ଯିବେ ବୋଲି ସଜ ହଉଛନ୍ତି। ପାଖକୁ ଯାଇ ପଚାରିଲି କୁଆଡେ ଯାଉଛ କି? ଗୋଟେ ଥର ଶୀତ ହଉଛି ଖରାରେ ବସିକି ଗୁଆ ଭାଙ୍ଗୁଛି ସତେ ସେଇ ସମୟରେ ଦେଖିଲା ନାଥ ନନା ବାହାରି ଯାଉଛନ୍ତି ବାହାରକୁ ଯିବାକୁ। ଆସିକି ପଚାରିଲା କୁଆଡେ ଯିବୁ? କହିଲେ ଗୋଟାଏ କାମ। ସତୀ ପୁଣି ତାକୁ ପଚାରୁଛି କି କାମ ଶୁଣେ? ରୋଜ 24 ଘଣ୍ଟା ଦଣ୍ଡିତ ବସାରେ ରହୁନା, କି କାମ ଏମିତି ଲାଗିଛି କି ତମର? ତମେ ତ ସବୁଦିନ ରୋଜ ନା ଡେଲି ଡେଲି ସବୁଦିନ ବାହାରେ ଯାଉଛ ବସାରେ ମାନେ ଭଡା ଘରେ, ଘରେ ତ ଟିକେ ବି ରହୁନ, କି କାମ ଟିକେ ଲାଗିଛି ତମର? ସେ ହସିଲେ କହିଲେ ସେମିତି ଦରକାରୀ କାମ ଯୋଉଥିପାଇଁ କି ସେ ଯାଉଛନ୍ତି। ପାଖକୁ ଯାଇ ତାଙ୍କ ହାତକୁ ଦୁଇ ହାତରେ ମୁଠେଇ ଧରି କହିଲେ ମୋ ରାଣୀଟି କୁହ କି କାମ ପାଇଁ ତମେ ଯାଉଛ? କେତେବେଳେ ଯାଏ ମନକୁ ମନ କଣ ଭାବି ସେ କହିଲେ ଗୋଟାଏ ଚାକିରି ବାକିରି ଖୋଜୁଛି କୋଉଠି। ପଚାରିଲି କଣ ହେବ ଶୁଣେ? ମୋ ଗାଲରେ ଆସ୍ତେ ଗୋଟେ ଚାପୁଡା ମାରି ସେ ହସି ହସି କହିଲେ ଘର ଖର୍ଚ୍ଚ ନହେଲେ ଚଳିବ କେମିତି ଓଲି? ମୁଁ କଣ ବଡ ଲୋକ ହେଇଛି? ଅଣ୍ଟାରେ ଗୋଟିଏ ହାତରେ ମତେ ଗଡାଇ ଧରି ପୁଣି କହିଲେ ଯାହା ପଇସା ପାଖରେ ଥିଲା ଏତେ ଦିନ ଚଳିଲା ଆଉ ଏଣିକି ଚଳିବା କଷ୍ଟ। ଦୋକାନରେ ବି ଅନେକ ଦିନ ଢେର କାଳି ହୋଇଗଲାଣି। ଢେର ବାକି ହେଲା, ଢେର କାଳି ହୋଇଗଲାଣି ତାଙ୍କ ଭାଷାରେ ବହୁତ ବାକି ହେଇଗଲାଣି। ସେ ପଇସା ନ ପାଇଲେ ଆଉ ସଉଦା ଦେବାକୁ ନାରାଜ, ମାନେ ମନା କରୁଛି, ନାରାଜ ହେଲେ ମନା କରୁଛି। ପଇସା ଆସିବାର ଗୋଟେ ବାଟ ନ କଲେ ଏଣିକି ଆଉ ଚଳିବ କେମିତି? ତେବେ ମୁଁ ତ ଧନୀ ଘର, ଯେତିକି ପଇସା ସଞ୍ଚୟ ଥିଲା ସେ ସବୁ ସରିଗଲାଣି। ଦୋକାନ ପାଖରେ ବହୁତ ବାକି ହେଲାଣି। ସିଏ ଆଉ ବିନା ପଇସାରେ ସଉଦା ଦେବାକୁ ମନା କରୁଛି। ତେବେ ପଇସା ନଥିଲେ କଣ ହବ? ପଚାରିଲି ଚାକିରି ମିଳିଲା? ଏତେ ସହଜରେ ଚାକିରି କୋଉଠୁ ମିଳିବ? କଟକ ସହରରେ ଏତେ ସହଜରେ କଣ ଚାକିରି ମିଳିବ? ଫେରେ କଣ ହେବ? ସତୀ ପଚାରୁଛନ୍ତି। ହବ ଆଉ କଣ? ଚେଷ୍ଟା ତ କରୁଛି ଦିନ ରାତି, ନ ମିଳିଲେ ଏଠି ପଡି ପଡି ଆଉ କଣ ଉପାସ ରହିବା? ବାଧ୍ୟ ହେଇ ଗାଁକୁ ଯିବା। ଗୋଟେ ଅଜଣା ଭୟରେ ଦେହ ଗୋଟାକ ଥରି ଉଠିଲା ଏଇ ଗାଁକୁ ଯିବା କଥା ଶୁଣି। ବାପା ବୋଉ ତ ଆଉ ନାହାନ୍ତି, କାହା ଦମ୍ଭରେ ଆଉ ମୁଁ ସେଠିକି ଯିବି? କିନ୍ତୁ କଟକରେ ବସନ୍ତି ଲାଗିଛି, ସବୁବେଳେ ବାହାରେ ବୁଲୁଛନ୍ତି। ଏ ପୁଣି ଭାରି ମନ ଖରାପ ହେଲା। ଆଉ ଦିନେ ସୁଦ୍ଧା ଏଠି ରହିବାକୁ ଭାରି ମନ ଖରାପ ହେଲା। ଆଉ ଦିନେ ସୁଦ୍ଧା ଏଠି ରହିବାକୁ ପଚାରିଲି ଆଉ କୁଆଡେ ଗଲେ ହବ ନାଇଁ କଟକ ଛାଡି? ତେବେ କହୁଛି କଟକ ଛାଡିକି ଆଉ କୁଆଡେ ଗଲେ ହବ ନାଇଁ? ଗାଁକୁ ଯିବାକୁ ତାର ଇଚ୍ଛା ହଉନି। ବାପା ମା ମରିଯାଇଛନ୍ତି, କାହାର ଦମ୍ଭରେ କାହାର ଭରସାରେ ସେ ଘରକୁ ଯିବ? ସେ କହିଲେ ସବୁଠି ଏଇ ଦଶା, ଚାକିରି ଖଣ୍ଡେ ପାଇଁ ମରାମରି, ଗାଁକୁ ଯିବା ଛଡା ବାଟ ନାହିଁ। ତେବେ ସବୁ ଜାଗାରେ ଏଇ ଦଶା, ଚାକିରି ନାହିଁ, ତେବେ ଗାଁକୁ ଯିବା ଛଡା ଆଉ କୌଣସି ଉପାୟ ମଧ୍ୟ ନାହିଁ। ମୋରି ଲାଗି ସିନା ଏତେ ଦୁଃଖ ପାଉଛ ତମେ, ଅଜାଣତରେ ସେ ମତେ ପାଖକୁ ଭିଡ଼ି ଧରି ଚୁମ୍ବନ କଲେ। ଏବଂ ସେ କହୁଛି ଯେତେବେଳେ ମୋର ଲାଗି ତମେ ଦୁଃଖ ପାଇଲ, ସିଏ ମଧ୍ୟ ଅଜାଣତରେ ତାଙ୍କୁ ନିଜ ପାଖକୁ ଭିଡି ଧରିଲେ ଏବଂ ତାକୁ ଟିକେ ଗେହ୍ଲା କଲେ, ଚୁମ୍ବନ କଲେ। ହୃଦୟ ମୋର ବିଚିତ୍ର ଛନ୍ଦରେ ବାଜି ଉଠିଲା ସେ ରହସ୍ୟମୟ ସ୍ପର୍ଶରେ। ଯେହେତୁ ସେ ତାକୁ ଭଲ ପାଉଛନ୍ତି, ତ ଗୋଟେ ଅଜଣା ତାର ସ୍ପର୍ଶରେ ତାକୁ ଗୋଟେ ରହସ୍ୟମୟ ଭଳି ଲାଗିଲା। ଗୋଟେ ଅଦ୍ଭୁତ ପ୍ରକାରର ତାକୁ ମନେ ହେଲା ନାଥ ନନାର ସ୍ପର୍ଶଟି। ରକ୍ତରେ ଜଡ ବହିଗଲା, ରକ୍ତରେ ଝଡ ବହିଗଲା, ରକ୍ତରେ ଝଡ ବହିଗଲା। ଝଟକା ଲାଗିଲା ଭଳି ଲାଗିଲା। ସେଇଟା କହୁଛି ରକ୍ତରେ ଝଡ ବହିଗଲା। ସୁସୁପ୍ତ ଜୀବନର କୋଳେ କୋଳେ ସେ ସ୍ପର୍ଶ ଆସି କଥା କହିଗଲା ମୁହୂର୍ତ୍ତେ। ସୁପ୍ତ ହେଲା ଲୁଚି ରହିଥିବା, ଶୋଇ ରହିଥିବା ମୋର ଏଇ ଯୋଉ ଜୀବନରେ ସତେ ଯେମିତି ଗୋଟେ ଆସିକି ମୁହୂର୍ତ୍ତକରେ କେତେ କାଳାନ୍ତର ଅନୁଭୂତି ଭେଟା ଦିଏ। କେତେ କାଳ ଅନ୍ତରର, କେତେ କାଳର, କେତେ ସମୟର ଗୋଟେ ଅନୁଭୂତିକୁ, ଅନୁଭବକୁ ସତେ ଯେମିତି ସେ ତାଜା କରିଦେଇଗଲା। ମୋର ଏଇ ଯୋଉ ଶୋଇଥିବା ତ ଜୀବନରେ, ଶୋଇ ରହିଥିବା ଜୀବନରେ ତାଙ୍କର ଛୁଆଟି
ଜାଗ୍ରତ କରିଦେଲା ମୋର ସବୁ ଅନୁଭୂତିକୁ ବହୁତ କାଳର ଅନୁଭୂତି ଗୁଡିକୁ ଅନୁଭବ ଗୁଡିକୁ ସେ ଜାଗ୍ରତ କରିଦେଲା। ଟିକେ ସହିଯାଉଛି। ତାପରେ ପୁଣି ଯାହା କହୁଥିଲେ ସେ ଶେଷରେ ସେଇଆ ହେଲା। ଖୋଜି ଖୋଜି ଚାକିରି ଖଣ୍ଡେ ବି କୋଉଠି ମିଳିଲା ନାହିଁ ତାଙ୍କୁ, ଯୋଉଥିରେ ଦୁଃଖ କଷ୍ଟରେ ଆମ ପେଟ ଦୁଇଟା ଚଳିଯିବ ସେ ସବୁ ଗାଁକୁ ଯିବା କଥା ଆସି ହେଲା। ଲାଷ୍ଟକୁ ଚାକିରି ମିଳିଲାନି, ଏ ଯାକ ଗାଁକୁ ଯିବା କଥା ଫାଇନାଲ ହେଲା। କେତେ ଦିନ ଆଗରୁ ଏଇ ଗାଁକୁ ଯିବା ପାଇଁ କେତେ ନାଚି ଉଠିଥିଲା ମନ, କିନ୍ତୁ ସେ ସୁଖ ସେ ଆନନ୍ଦ ସବୁ ସରିଯାଇଛି। ବାପା ବୋଉ ମଲା କଥା ଶୁଣି ଗୋଟେ ସମୟ ଥିଲା ଯେ ବହୁତ ଖୁସି ଲାଗୁଥିଲା ମତେ ଗାଁକୁ ଯିବା କଥା। ଆଜି କିନ୍ତୁ ସେ ସମୟ ଆଉ ନାହିଁ, ସମୟ ପରିବର୍ତ୍ତନ ହେଇଛି। ଏବଂ ଆଜି ଯେତେବେଳେ ଗାଁକୁ ଯିବା କଥା ଉଠୁଛି, ମନରେ ଗୋଟେ କିଛି ଅଜଣା ଡର ତାକୁ ଖାଇଯାଉଛି। ତାକୁ କହୁଛି ସ୍ୱାମୀ ମତେ ଛାଡି ଦେଇଛନ୍ତି, ଏ କଥା ତ ଏତେବେଳକୁ ଗାଁରେ ଆମର ଚାରିଆଡେ ବ୍ୟାପି ଯିବଣି। ସେଇଦିନ ଏତେ ଦିନ ଯାଏ ଗାଁକୁ ନ ଯାଇ ଏଠି ଆଙ୍କ ପାଖରେ ଥିଲି, କଥା ଶୁଣିଲେ ଗାଁ ଲୋକ ମତେ କଣ ମନେ କରିବେ କେଜାଣି। ସମସ୍ତେ ତ ବାପା ମା ନୁହନ୍ତି, ମତେ ପୁଣି ନାଥ ନନାଙ୍କ ଘରେ ରହିବା ଛଡା ଗାଁରେ ଆଉ ସ୍ଥାନ କୋଉଠି ଅଛି। ମୋର ବାହାଘର ସମୟରେ ଏଇ ଗାଁ ଲୋକ କେତେ କଥା ଉଠେଇଲେଣି ମୋ ନାଁରେ, ସେ କଣ ଏଡେ ସହଜରେ ମତେ ଛାଡିଦେବେ ଏଥର। କାଳିଆ ଭୂତ ପରି ଗୋଟେ ଅଜଣା ଭୟ ଆସି ମତେ ଡେଇଁବାକୁ ଲାଗିଲା। ଏଇ ଗାଁକୁ ଯିବା କଥା ମନେ କରି କିଛି ଉପାୟ ତ ଆଉ ନାହିଁ। ତେବେ କହୁଛି ଆଗରୁ ବାହାଘର ବେଳେ ବୁଢା ବଳ ପାଇଁ କେତେ କଥା ଗାଁ ଲୋକ କହିଛନ୍ତି, ତାପରେ ଏବେ ମୋ ସ୍ୱାମୀ ମତେ ଛାଡି ଦେଇଛନ୍ତି ସେ କଥା ତ ଗାଁ ସାରା ବ୍ୟାପି ଯାଇଥିବ। କଣ କହିବେ ମତେ, ସମସ୍ତେ ତ ବାପା ମା ନୁହନ୍ତି ଯେ ବୁଝିଯିବେ। ତାପରେ ଏକେ ତ ସ୍ୱାମୀ ଛାଡି ଯାଇଛନ୍ତି, ଦ୍ୱିତୀୟରେ ବିବାହିତା ସ୍ତ୍ରୀ ଲୋକଟି ଆସିକି ଗୋଟେ ଅନ୍ୟ ଲୋକ ସାଥିରେ ଅନ୍ୟ ପୁରୁଷ ସାଥିରେ କଟକରେ ଏତେ ଦିନ ହେଲା ରହିଲେଣି। ଏ କଥା ମଧ୍ୟ ଯେତେବେଳେ ଶୁଣିବେ ତାହେଲେ ଗାଁ ଲୋକ କେତେ କଥା କହିବେ। ଏବଂ ଗାଁକୁ ଗଲେ ମୋର ତ ବାପା ମା ନାହାନ୍ତି, ମୁଁ ରହିଲେ କୋଉଠି ରହିବି, ଗାଁରେ ତ ଆଉ କୋଉଠି ମୋର ସ୍ଥାନ ନାହିଁ। ରହିଲେ ମଧ୍ୟ ନାଥ ନନା ଘରେ ରହିବି। ତାପରେ ଲୋକମାନେ କଣ କହିବେ, ଏଇଭଳି କେତେ ସାରା ଭୟ, କେତେ ସାରା ଦ୍ଵନ୍ଦରେ ତା ମନକୁ କଷ୍ଟ ବିବ୍ରତ କରି ପକଉଛି। ଏବଂ ସେ ଭାବୁଛି ଯେ ଗାଁକୁ ଗଲେ କଣ ସବୁ ଉତ୍ତର ଦେବି। ଗାଁ ଲୋକଙ୍କର ନାନା ଲୋକଙ୍କର ନାନା ପ୍ରଶ୍ନ, ନାନା ଲୋକଙ୍କର ନାନା ଗଞ୍ଜଣା ସହିକି ମୁଁ କେମିତି ସେଇ ଜାଗାରେ ତିଷ୍ଠିକି ରହିବି, କେମିତି ସେଠି ଚଳିବି। ଏଇ ସବୁ କଥା ଗୁଡିକ ଭାବିକି ସତେ ଯେମିତି ଲାଗୁଛି ସେ ଭୂତ ଭଳି, କାଳିଆ ଭୂତ ଭଳି ତା ମନରେ ସେଇ ଗୁଡିକ କଥା ଗୁଡିକ ଖାଲି ଉଙ୍କି ମାରି ଆସୁଛି। ଏତିକି ଥାଉ, ଆର ଗ୍ୟାସରେ ପଠେଇକି ଆସିବ କଣ ହେଲେ କହିବ ଗପ। ନା ପୁଣି ମୁଁ ପଢିବି, ଆଉ କେତେ ରହିଲା ତମର ସରିବନି? ଚାଲିଛି ଚାଲିଛି, ଚାରିଟା କ୍ଲାସ ହେଇଗଲାଣି। ବଡ ବିଷୟଟା ନାଇଁ, ଉପନ୍ୟାସ ତ ଏମିତି ହିଁ। ଯେତିକି ପଢା ହେଇଛି କହିଲେ ଗୋଟେ ପେସେଣ୍ଟ ପଚାରୁଛି ବାପା ବଡ ଶ୍ରଦ୍ଧାରେ ସତୀର ଜନ୍ମ ମେଳର ନାଁ କଣ ରଖିଥିଲେ? ତାର ନାଁ ସଙ୍ଗେ ବାହାର ଭିତର କୋଉଟା ବି ଟିକେ ମିଳୁନଥିଲା। ସତୀର ତା ନାଁ ସାଙ୍ଗେ ତା ନାଁ ଯେମିତି ସେ କିନ୍ତୁ ସେଭଳିଆ ନଥିଲା। ସତୀକୁ ଦେଖିବା ପାଇଁ ବାପା ସାଙ୍ଗେ କାହାକୁ ପଠେଇଲେ? ସଇତା। ଠିକ। ଆରେ କିଛି ପଢିବ, ଭାବେ କିଛି ପଢିଥିବ ଗପଟା।